ସେ ଘରେ ବସିକି ଯେତେବେଳେ ହୋମୱାର୍କ କରୁଛନ୍ତି ଗୁଡ଼ିଆ କିଛି ସମୟ ପରେ ରେଷ୍ଟ ନେଉଛନ୍ତି, କହୁଛନ୍ତି ଆଜି ତ କମ୍ ହୋମୱାର୍କ ଅଛି, ଜଲ୍ଦି ସାରିଦେଇକି ଯିବି, ମାମା ଦେଇଥିଲେ ଆଇସ୍କ୍ରିମ୍ ତାକୁ ମୁଁ ମନେ ପଡ଼ିକି ଖାଇବି। ଏହି ସମୟରେ କିଛି ସମୟ ମଧ୍ୟରେ ଗୋଟିଏ ଫୋନ୍ କଲ୍ଟି ଆସୁଛି ଲ୍ୟାଣ୍ଡ ଫୋନ୍ରେ। ଗୁଡ଼ିଆ ଚାରିଆଡ଼େ ଦେଖନ୍ତି କୁଆଡ଼େ ତ କେହି ଲୋକ ନାହାନ୍ତି, ହଉ ମୁଁ ଯାଉଛି ଉଠାଇ ଦେଉଛି। ତ ସେ ଯେତେବେଳେ ଉଠିକି ଆଇଛନ୍ତି ଉଠାଇବା ପାଇଁ ଫୋନ୍ ଉଠାଇଲେ ମଧ୍ୟ ଆଉ ସେ ପୁଣି ଜଣେ ଅଜ୍ଞାତ ଲୋକ ଫୋନ୍ କରୁଛନ୍ତି ଯେ ଏଇ ନମ୍ବରଟା ଆମେ ଜଣକ ଅପରିଚିତ ଲୋକଙ୍କ ଠାରୁ ପାଇଛୁ, ତାଙ୍କ ପକେଟରେ ନମ୍ବର ପାଇଲୁ, ଆଉ ତାଙ୍କ ଦେହ ଶୋଚନୀୟ ଅଛି, ଆଉ ବହୁତ ସିରିୟସ୍ ଅଛି, ଆପଣ ଆସିକି ନେଇଯାଆନ୍ତୁ ତାଙ୍କୁ ତୁରନ୍ତ ଭାବରେ। ଗୁଡ଼ିଆ କହୁଛନ୍ତି କିଏ, ତାଙ୍କ ନାଁ କ'ଣ, କେଉଁଠି ଅଛନ୍ତି? ତ ସେ ଲୋକ କହୁଛନ୍ତି ତମେ ବଡ଼ ଲୋକଙ୍କୁ ଟିକେ ଫୋନ୍ ଦିଅ, ମୁଁ ତୁମକୁ ଏସବୁ ଜିନିଷ କହିପାରିବିନି, ପ୍ଲିଜ୍ କୁହନ୍ତୁ। ତ ଏତେ ଅନୁଗ୍ରହ କରି ସେ କହିବା ସମୟରେ ତ ସୁଗନ୍ଧ ଆସିକି ଫୋନ୍ ଛାଡ଼ି ଦେଉଛନ୍ତି ଆଉ କହୁଛନ୍ତି ଯେ ଗୁଡ଼ିଆ ତୋତେ ବାରମ୍ବାର ମନା କରାଯାଇଥିଲା ପରା, ବର୍ତ୍ତମାନ ତୁ ଏଇ ଫୋନ୍ କଥା ଫେରି ତୁ ଉଠେଇବୁନୁ, କ'ଣ ଲାଗୁଛି ଆମମାନେ କ'ଣ ସୁଗନ୍ଧ ପାଇଯିବେ ବିଳମ୍ବ ଠିକଣା? ଆଜି ଯେତେବେଳେ ଅନ୍ୟ ଗୋଟିରେ ଡୁପ୍ଲିକେଟ୍ ରାତିରେ ଦମଦାର ଖାଇବା ଖାଇକି ନିଦାବୋଚନ ପକାଇକି ଆସିଛନ୍ତି, ଆଉ ରାତିରେ ବସିକି ଗୋଟେ ଜାଗାରେ ବସିବା ସମୟରେ କହୁଛନ୍ତି ଆରେ ବାଃ ଏ ଘରେ ଏସି ଅଛି ତାହେଲେ। ତ ତା ଜୀବନରେ ତ ଏସି କେବେ ଦେଖିନଥିଲା, ଫାଷ୍ଟ ଏସିଟାକୁ ଓପନ୍ କରିକି ସେଇଠି ବସିବାକୁ ଚେଷ୍ଟା କରୁଛନ୍ତି। କିଛି ସମୟ ବସିଛନ୍ତି, ବାଃ କି ଶାନ୍ତି ପ୍ରକୃତରେ। ତ ଏଇ କିଛି ସମୟ ମଧ୍ୟରେ ସାଙ୍ଗେ ସାଙ୍ଗେ ଲାଇନ୍ଟି କଟିଯାଉଛି। ଯେତେବେଳେ ଲାଇନ୍ କଟିଯାଉଛି ଚିଡ଼ି ଯାଉଛନ୍ତି ଆଉ କହୁଛନ୍ତି ଆରେ ଧନୀ ଲୋକ, କି ପ୍ରକାର ଧନୀ ଲୋକ, ସେଟା ଏତେ ପଇସା ଖର୍ଚ୍ଚ କରୁଛନ୍ତି, ଘରେ ଗୋଟେ ଇନଭର୍ଟରଟେ କିମ୍ବା କୌଣସି ଗୋଟେ ବିଦ୍ୟୁତ ଷ୍ଟାଣ୍ଡ ବାଇ ଉପକରଣ ଆଣିପାରୁନାହାନ୍ତି, କି ପ୍ରକାର ବି ଜିନିଷ ଲଗେଇଛନ୍ତି, ଖେଳ କରୁଛନ୍ତି। ତ ପୁଣି କହୁଛନ୍ତି ବହୁତ ଗରମ ହେଲାଣି, ମୁଁ ସମ୍ଭାଳି ପାରିବିନି, ମୋ ମାସ୍କଟାକୁ ହଟେଇ ଦେଉଛି। ତ ମାସ୍କଟା ସେ ସାଙ୍ଗେ ସାଙ୍ଗେ ସେ ଭିତରୁ କାଢ଼ି ଦେଇଛନ୍ତି। ମାସ୍କ କାଢ଼ିଛନ୍ତି ଯେତେବେଳେ ତ ରୁମ୍ର ଦୁଆର ଦରବାଜାଟା କବାଟଟା ଖୋଲିବାକୁ ବନ୍ଦ କରିବାକୁ ତାଙ୍କର ମନେ ନାହିଁ। ତାପରେ କହୁଛନ୍ତି ଯାହା ହଉ ବିବେକ, ବହୁତ ବହୁତ ଧନ୍ୟବାଦ, ତୁ ଆଜି ମରିଗଲୁ ସିନା, କିନ୍ତୁ ତୋ ବଦଳରେ ମୁଁ ଆସିକି ବଞ୍ଚିଲି, ଗୋଟେ ବହୁତ ସୁନ୍ଦର ଲାଇଫ୍ଟେ ମୁଁ ବଞ୍ଚେଇ ପାରିବି। ଏହି ସମୟରେ ସାଙ୍ଗେ ସାଙ୍ଗେ ସୁନୟନା ସେଠୁ ମହମବତୀ দিয়ে ଧରିକି ପଳେଇ ଆସିଛନ୍ତି, ଯେ ଲାଇନ୍ କଟିଯାଏ ଯେହେତୁ ମହମବତୀ ଆଣିକି ଲଗେଇବାକୁ ଆସିଛନ୍ତି। ସେ ଘର ଭିତରକୁ ଧୀରେ ଧୀରେ ଆସିକି ପହଞ୍ଚିବା ସମୟରେ ତ ରୁମ୍ର କବାଟ ଖୋଲା ଅଛି, ଦେଖିବା ସମୟରେ ସେ ଆସିକି ଆଉ କାହାକୁ କିଛି ନ କହି କବାଟ ଭିତରେ ପଶିଛନ୍ତି। ଯେ ରୁମ୍ର ନକ୍ କରିନାହାନ୍ତି କିଛି ନାହିଁ। ତ ଇଏ ଯେ ମାସ୍କ ହଟେଇଛନ୍ତି ସିଏ ବି ଆଉ ଜାଣିପାରୁନାହାନ୍ତି ଯେ ସୁନୟନା ଆସି ସାରିଲେ ବୋଲି। ଗୋଟେ ମହମବତୀ ଲଗେଇ ମଝି ମହମବତୀ ପାଖରେ ଯେତେବେଳେ ଲଗେଇବାକୁ ଯାଇଛନ୍ତି ସେଠି ମାସ୍କଟା ତାଙ୍କର ପଡ଼ିଯାଇଛି, ଆଉ ଛଦ୍ମବେଶୀ ଲୋକ ରସି ଡେଇଁକି ପଳେଇଛନ୍ତି, ଝରକା ପାଖରେ ଲୁଚି ପଡ଼ିଛନ୍ତି। ତ ସେ କ'ଣ କଲେ, ଆରେ ମୋର ମାସ୍କଟା ଯଦି ଧରା ପଡ଼ିଯିବ ମୋତେ ଅସୁବିଧା ହେଇଯିବି। ତ ମୁଁ ଯେତେବେଳେ ମାସ୍କଟା କାଢ଼ିକି ଠିଆ ହେଇଛି ସେହି ସମୟରେ ଇଏ ପଳେଇ ଆସିଲେ, ମୁଁ କିଛି କରିପାରିଲିନି। ତ ମୁଁ ସାଙ୍ଗେ ସାଙ୍ଗେ ନା ଉପରକୁ କରିପାରିଲି, ନା ମାସ୍କଟାକୁ ଭିତରେ ପକେଟ୍ ରଖିପାରିଲି, ନା ମାସ୍କ ଲଗେଇ ପାରିଲି, କିଛି ନାହିଁ। ତ ଏହା କହିକି ସେ ସୋଫା ପଛପଟେ ଲୁଚି ପଡ଼ୁଛନ୍ତି। ଲୁଚି ପଡ଼ିକି ପାଖରେ ଥିବା ସୋଫାର ଗୋଟେ ବେଡ଼ସିଟ୍ଟାକୁ ଆସ୍ତେ କିନି ଧୀରେ ଧୀରେ ଖୋଲିଛନ୍ତି, ଆଉ ଖୋଲିକି ସେଇ ମାସ୍କ ଉପରକୁ ସେଇଟାକୁ ଫୋପାଡ଼ି ଦେଇଛନ୍ତି। ଆପଣଙ୍କୁ କ'ଣ ଲାଗୁଛି, କ'ଣ ସୁନୟନା ଜାଣିପାରିବେ ତାଙ୍କ ବିଷୟରେ ଆଜି?